ଦେଖନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ ସାମ୍ବାଦିକ ମାନେ ହେଉଛନ୍ତି ଚତୁର୍ଥ ସ୍ତମ୍ଭ। ସେମାନଙ୍କୁ ଚିଠି ଦେଇ ଡାକିକରି ସେମାନଙ୍କୁ ବାହାର କରିଦେବା, ଅପମାନଜନକ ବ୍ୟବହାର କରିବା, ଏହା ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ ବିଷୟ। ତେଣୁକରି ଆଜି 6 ଦିନ ହେଲା ସାମ୍ବାଦିକମାନେ ଧାରଣାରେ ବସିଛନ୍ତି। ଯେଉଁ ଯିଏ ବାହାର କଲା ବ୍ଲକ ଅଧ୍ୟକ୍ଷ ସେ ଆସି କମ୍ ସେ କମ୍ ତାଙ୍କ ପାଖରେ ବସିକରି କମ୍ ସେ କମ୍ ତାକୁ ଟିକେ ଭୁଲ ସ୍ୱୀକାର କରିବାର ଥିଲା ଯେ ମୋର ଭୁଲ ହେଇଗଲା, ଆପଣମାନେ ଉଠି ଯାଆନ୍ତୁ, ଭବିଷ୍ୟତରେ ଏମିତି କିଛି ହେବ ନାହିଁ। ମାନେ କେତେ ବଡ଼ ବଡ଼ ନେତାମାନେ MP ମିନିଷ୍ଟର, ବହୁତ ବଡ଼ ବଡ଼ ନେତାମାନେ ରାଜ୍ୟ କେନ୍ଦ୍ର, ସେମାନେ ବି କେଉଁଠି ଯଦି ଟିକେ ଭୁଲ ଭଟକା ହେଇଯାଏ ସେମାନେ ବି ତାକୁ ଆସିକି ସମାଧାନ କରନ୍ତି। ତ ଏଇଠି ତ ସେ କଥା ଦେଖାଯାଉ ନାହିଁ। ଏମାନେ ତ ସାମ୍ବାଦିକମାନଙ୍କୁ ଆଦୌ ପଚାରୁ ବି ନାହୁଁ। ପଚାରିଥିଲେ ଆଜି 6 ଦିନ ହେଲା ସାମ୍ବାଦିକ ବସିଥାନ୍ତା। ଦ୍ୱିତୀୟରେ ଆଜି ବାଲିପାଟଣା ବି କଥା ଯେଉଁ କଥା କହିଲେ ଯେ ସେ ସାମ୍ବାଦିକମାନଙ୍କୁ ଆଦୌ ଡାକିଲେ ନାହିଁ, କିମ୍ବା ଏମାନେ କ'ଣ ଚାହୁଁଛନ୍ତି ମୁଁ ବି ବୁଝିପାରୁନାହିଁ। ସାମ୍ବାଦିକମାନଙ୍କର କ'ଣ ଆବଶ୍ୟକତା ନାହିଁ? ସାମ୍ବାଦିକମାନେ ଯିବେ, ଭିଜୁଆଲ୍ ଉଠେଇବେ, ତାପରେ ସାମ୍ବାଦିକମାନଙ୍କୁ ସମ୍ମାନ ସହିତ କୁହାଯିବ ଆପଣମାନେ ଟିକେ ଅପେକ୍ଷା କରିଥାନ୍ତୁ, ଆମେ ମିଟିଂ ସରିଲା ପରେ ଆପଣଙ୍କୁ ସବୁଯାକ ଟିକେ ଟିକେ ଆମେ ବିବରଣୀ କହିବୁ। କିନ୍ତୁ କ'ଣ ପାଇଁ ଏମାନେ ଏତେ ସାମ୍ବାଦିକମାନଙ୍କୁ ଡରୁଛନ୍ତି ନା ସାମ୍ବାଦିକମାନଙ୍କୁ ଆଭଏଡ଼ କରୁଛନ୍ତି ଏ ମୁଁ ତ ବୁଝିପାରୁନି। ମୋର 35 ବର୍ଷ ରାଜନୀତି କ୍ୟାରିୟରରେ ମୁଁ ଏମିତି କେବେ ଦେଖି ନାହିଁ। ଜୟଦେବ ନିର୍ବାଚନ ମଣ୍ଡଳୀ ଯାହା ବର୍ତ୍ତମାନ ହେଉଛି এটা ଆଦୌ ଶୋଭନୀୟ ନୁହେଁ। ତେଣୁକରି ୟାକୁ ଏମାନେ ସୁଧାରି ଯିବା ଦରକାର ଏବଂ କାହାକୁ ବି ସାମ୍ବାଦିକ ହଉ ବା କୌଣସି ବ୍ୟକ୍ତିକୁ ବି ସମ୍ମାନ ଦେବା ଉଚିତ ନୁହଁ। ପ୍ରତ୍ୟେକଙ୍କର ସ୍ୱାଭିମାନ ଅଛି। ତେଣୁକରି ମୁଁ କହିବି ଯେ ବର୍ତ୍ତମାନ ଏଠି ଯେଉଁ ସବ୍ କଲେକ୍ଟରକୁ ମଧ୍ୟ ମୁଁ ନିଜେ କହିଲି, ସେ ବି ଯାଉନାହାନ୍ତି। କଲେକ୍ଟର ଜାଣିଛନ୍ତି ସବୁ ଖବର, ସେ ବି ଯାଉନାହାନ୍ତି। ତାର ଅର୍ଥ କ'ଣ ଯେ ସାମ୍ବାଦିକମାନେ ଏମିତି ଦୀର୍ଘ ଦିନ ଧରି ଅନଶନ କରନ୍ତୁ, ଏଇଟା କ'ଣ ଭଲ କଥା? এটা ଆଦୌ ଠିକ୍ କଥା ନୁହେଁ। ନା ଚେୟାରମ୍ୟାନ୍ ଆସିବେ, ନା ସବ୍ କଲେକ୍ଟର ଯିବେ, ନା କଲେକ୍ଟର ଯିବେ, ତାହେଲେ ହେବ କେମିତି? ତେଣୁକରି ତୁରନ୍ତ ୟାର ଗୋଟେ ସମାଧାନ କରିବା ଦରକାର। ଆମେ ଯଦି ଭୁଲ ହେଲା, ଭୁଲ ସ୍ୱୀକାର କଲେ ଦୋଷ କିଛି ନାହିଁ, ଏଥିରେ ଛୋଟ ହେବାର ନାହିଁ କିଛି। ଦୋଷଟା ମାନିଗଲେ ଏଥିରେ ସମ୍ମାନ, ବ୍ୟକ୍ତିଗତ ସମ୍ମାନ ବଢ଼ିଯାଏ, କମେ ନାହିଁ। ତେଣୁକରି ନିଷ୍ପତ୍ତି ସେମାନଙ୍କର ହାତରେ। ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଲକର ଅଧ୍ୟକ୍ଷମାନେ, BDO ମାନେ କ'ଣ କରିବେ ସେମାନେ ବୁଝନ୍ତୁ। ବର୍ତ୍ତମାନ ମାନେ କ'ଣ ଉଦ୍ଦେଶ୍ୟ ନେଇକରି ସାମ୍ବାଦିକମାନଙ୍କ ସହିତ ଲାଗୁଛନ୍ତି, ତାଙ୍କ ସହିତ ବିରୋଧିତା କରୁଛନ୍ତି, ତା ସେମାନଙ୍କୁ ଜଣା। କାରଣ ଅନେକ କହନ୍ତି ଯେ ବର୍ତ୍ତମାନ ବ୍ଲକରେ ଠିକ୍ ସେ କାମ ଦାମ ହେଉନାହିଁ। ଯିଏ ବି କାମ କରୁଛନ୍ତି ବିଲ୍ ପାଉନାହାନ୍ତି, ମାସ ମାସ ଦୌଡ଼ିବାକୁ ପଡ଼ୁଛି। ହୁଏତ କାଳେ ସେ ପଞ୍ଚାୟତ ସମିତି ମିଟିଂରେ ସେଗୁଡ଼ାକ ଡିସ୍କସନ୍ ହେଇଥାନ୍ତା, ପାଟିତୁଣ୍ଡ ହେଇଥାନ୍ତା। ସେ ଭୟରେ ହୁଏତ ସେମାନେ କରୁନଥିବ, ସାମ୍ବାଦିକମାନେ ଡାକୁନଥିବ। ଯଦି ବା ଡାକିକିରି ଅସମ୍ମାନ କରି ବାହାର କରିଦେଲା। ତେଣୁକରି ଏଇଟା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ତେଣୁକରି ସମସ୍ତଙ୍କ ସାଙ୍ଗରେ ନେଇକି ଚାଲିବା କଥା। ଯେମିତି ମୋଦିଜୀ କହିଛନ୍ତି ସବକା ସାଥ ସବକା ବିକାଶ ସବକା ସହଯୋଗ, ତ ଏଇକୁ ସମସ୍ତଙ୍କୁ ନେଇକି ଚାଲିବା କଥା। ତେଣୁକରି ବର୍ତ୍ତମାନ ଉଭୟ ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧିମାନେ ସେମାନେ ନିଜର ଲକ୍ଷ୍ମଣ ରେଖା ଭିତରେ ରହିବା ଦରକାର, ରହିକରି ଲୋକଙ୍କ ସେବା କରିବା ଉଚିତ ବୋଲି ମୁଁ ମନେ କରୁଛି।